बढ़िबो नौसेना बल एका संगरे सामिल हेब बुड़ा जहाज डेस्ट्रयर और मिसाइल फ्रिगेट। नूआवर्ष 2025 नौसेना ପାଇଁ ଶକ୍ତିଶାଳୀର ବର୍ଷ ହେବାକୁ ଯାଉଛି। ସମୁଦ୍ରରେ ବଢ଼ିବାକୁ ଯାଉଛି ନୌବୀରଙ୍କ ବଳ। ଶତ୍ରୁକୁ ଚକମା ଦେବ ଭାରତୀୟ ନୌସେନା। ପ୍ରଥମ ଥର ପାଇଁ ନୌସେନାରେ ଏକା ସାଙ୍ଗରେ ସାମିଲ ହେବାକୁ ଯାଉଛି ବୁଡ଼ାଜାହାଜ ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍। ଭାରତୀୟ ନୌସେନାକୁ ପ୍ରୋଜେକ୍ଟ 75 ଶେଷ କାଲଭରୀ କ୍ଲାସର ବୁଡ଼ାଜାହାଜ INS ୱାକ୍ସିର ସହ ପ୍ରୋଜେକ୍ଟ 15 ର ଶେଷ ବିଧ୍ୱଂସକ ଜାହାଜ INS ସୁରଟ ଏବଂ ପ୍ରୋଜେକ୍ଟ 17ରେ ଏକ ନୀଳଗିରି କ୍ଲାସ ଜାହାଜ INS ନୀଳଗିରି ଯୋଗାଇ ଦିଆଯିବ। ଆସନ୍ତା ବର୍ଷ ଅର୍ଥାତ୍ 2025 ଜାନୁଆରୀରେ ମୁମ୍ବାଇରେ ଏହାକୁ ସାମିଲ କରାଯିବ। ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ନୌସେନାରେ ଏକା ସାଙ୍ଗରେ ବୁଡ଼ାଜାହାଜ ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍ ସାମିଲ ହେଲେ ଏହା ବଡ଼ ବୁଷ୍ଟ ସାବ୍ୟସ୍ତ ହେବ। କହି ରଖୁଛୁ କି 2023 ମେ 18ରେ ପ୍ରୋଜେକ୍ଟ 75ର ଷଷ୍ଠ ବୁଡ଼ାଜାହାଜ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା। 2022 ଏପ୍ରିଲରେ ମଜଗାଓଁ ଡକ୍ ଶିପବିଲ୍ଡର୍ସ ଲିମିଟେଡ୍ ଜାଲ୍ହୋଜି ଆଗ୍ରୋ ୱେଟ୍ ବେସିନ୍ରୁ ଏହା ଶୁଭାରମ୍ଭ କରାଯାଇଥିଲା।